ସାଙ୍ଗମାନେ ଆଜି ଆମେ ବନେଇବା ନରମ ନରମ ସୁଜିରେ ରସଗୋଲା। ବିନା ଛେନାରେ ବି ପୁରା ନରମ ନରମ ରସଗୋଲା ତିଆରି କରି ହବ। କ'ଣ ଆପଣମାନେ ବିଶ୍ୱାସ କରିପାରୁନାହାନ୍ତି? ହଁ ସାଙ୍ଗମାନେ, ବିନା ଛେନାରେ ବି ପୁରା ନରମ ନରମ ରସଗୋଲା ତିଆରି କରି ହବ। ଆପଣମାନେ ଭିଡ଼ିଓକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ, ଜାଣିପାରିବେ କେମିତି ବିନା ଛେନାରେ ନରମ ନରମ ରସଗୋଲା ତିଆରି କରି ହୁଏ। ଆପଣମାନଙ୍କୁ ଭିଡ଼ିଓ ଭଲ ଲାଗିଲେ ଗୋଟେ ଲାଇକ୍ କରିଦେବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ଚାଲନ୍ତୁ ଆଜିର ଭିଡ଼ିଓ ଷ୍ଟାର୍ଟ କରିବା। ସାଙ୍ଗମାନେ ଆଜି ଆମେ ବନେଇବା ବିନା ଛେନାରେ ସୁଜିରେ ରସଗୋଲା। ଦେଖନ୍ତୁ ମୁଁ ଏଠି ଗ୍ୟାସ୍ ଚୁଲା ଉପରେ କଢ଼ା ବସାଇ ଦେଇଛି। କଢ଼ା ବସାଇକି ମୁଁ ଏଠି 1 କପ୍ ଚିନି ନେଉଛି। ଚିନି ପକାଇକି ଆମେ ଏଠି 3 କପ୍ ପାଣି ଦେବା। ଦେଖନ୍ତୁ 3 କପ୍ ପାଣି ଦେଉଛି। ଆପଣମାନେ ପୁରା ଭିଡ଼ିଓ ଦେଖନ୍ତୁ, ଜାଣିପାରିବେ। ଦେଖନ୍ତୁ 3 କପ୍ ପାଣି ଦେଲା ପରେ ମୁଁ ଆକୁ ଭଲସେ ଗୋଳେଇ ନେଉଛି। ଚିନି ପକାଇଥିଲି, ପାଣିକି ଭଲସେ ମୁଁ ଗୋଳେଇ ନେଉଛି। ଗୋଳେଇ ସାରିକି ଏଠି ମୁଁ ଅଳ୍ପ କିଛି ଗୁଜୁରାତିକି ମୁଁ ଛେଚିକି ରଖିଥିଲି, ଗୁଣ୍ଡ କରିକି ପକାଇ ଦେଉଛି। ପକାଇକି ଅଳ୍ପ କିଛି ତେଜପତ୍ର ମୁଁ ପକାଉଛି। ତେଜପତ୍ର ପକାଇଲେ ଭଲ ବାସ୍ନା ହେବ। ଗୁଜୁରାତି ତେଜପତ୍ର ପକାଇଲେ ଶିରାଟା ଯେଉଁ ଚିନି ଶିରାଟା ରହିବ ସେଟା ଭଲ ବାସ୍ନା ହେବ, ଖାଇବା ପାଇଁ ବି ମଧ୍ୟ ଟେଷ୍ଟ ଭଲ ଲାଗିବ। ଏବେ ଫୁଟି ଆସିଛି। ଫୁଟି ଆସିଲା ପରେ ଆମେ ଏଠି ଚେକ୍ କରିବା ଚିନି ଶିରାଟା ଆମର ଭଲସେ ହେଇଛି କି ନାହିଁ। ଆମେ ଚେକ୍ କରିନେବା ଆଙ୍ଗୁଳିରେ ନେଇକି, ଆମେ ହାତରେ ଚେକ୍ କରିନେବା ଚିପଚିପା ବେଶୀ ଚିପଚିପା ଅଛି କି ନାହିଁ, କି ଆମେ କେମିତି ବନେଇବା ଆମେ ଚିନି ଶିରାଟା ସେଇ ହିସାବରେ ଆମେ ରଖିବା। ଦେଖନ୍ତୁ ଆମେ ବେଶୀ ଚିପଚିପା କରିବାନି, ଚିନି ଶିରାଟା ଆମେ ମିଡ଼ିୟମ୍ ରଖିବା। ଦେଖନ୍ତୁ ଆମର ଚିନି ଶିରା ରେଡ଼ି ହେଇଛି। ଏଠି ମୁଁ ପୁଣି କଢ଼ା ବସାଇକି ଏଠି 3 କପ୍ ମୁଁ ଏଠି କ୍ଷୀର ଦେଉଛି। ଦେଖନ୍ତୁ 3 କପ୍ କ୍ଷୀର ମୁଁ ଏଠି ରଖିଥିଲି ଆଗରେ, ସେଇ କ୍ଷୀରକୁ ମୁଁ ପକାଇ ଦେଉଛି ଏଠି କଢ଼ାରେ। ପକାଇକି ଅଳ୍ପ ମୁଁ ଚିନି ବି ପକାଉଛି, କାହିଁକିନା ଆମେ ଯେଉଁ ରସଗୋଲାଟା ବନେଇବା ତା ଭିତର ଅଂଶଟା ବି ମିଠା ରହିବା ଦରକାର। ସେଥିପାଇଁ ମୁଁ ଏଠି ଅଳ୍ପ କିଛି ଚିନି ପକାଇକି ମୁଁ ଭଲସେ ଗୋଳେଇ ଦେଇଥିଲି। ଗୋଳେଇ ସାରି ଏଠି ଅଳ୍ପ ମୁଁ ଏଠି ଘିଅ ପକାଉଛି। ଗୋଟେ ଛୋଟ ପ୍ୟାକେଟ୍ ଅଛି, ମୁଁ ସେଇ ଛୋଟ ପ୍ୟାକେଟ୍ ଘିଅ ମୁଁ ଏଠି ପକାଉଛି। ଦେଖନ୍ତୁ ଘିଅ ପକାଇ ସାରିକି ଆମେ ଭଲସେ ଗୋଳେଇ ନେବା। ଦେଖନ୍ତୁ କ୍ଷୀରରେ ବି ମୁଁ ଘିଅ ପକାଉଛି। ଆପଣମାନେ ପୁରା ଭିଡ଼ିଓ ଦେଖନ୍ତୁ, ଜାଣିପାରିବେ। କ୍ଷୀରକୁ ଭଲସେ ଫୁଟେଇ ନେଇଛେ। ଫୁଟି ସାରିଲା ପରେ ଏଠି ଆମେ 1 କପ୍ ଆମେ ସୁଜି ପକାଇବା। ଦେଖନ୍ତୁ ଆପଣମାନେ ସୁଜି ପକାଇଲା ଟାଇମ୍ରେ ବି ଗୋଳେଇବେ। ମୁଁ ଏଠି ପକାଇ ସାରିକି ଦେଖନ୍ତୁ ଗୋଳେଇ ଦେଉଛି। ଜଲ୍ଦି ଗୋଳେଇବେ, ନହେଲେ ମେଲ୍ଟ ହେବନି ଠିକ୍ରେ। ଦେଖନ୍ତୁ ମୁଁ ଏଠି ସୁଜି ପକାଇ ସାରିକି ମୁଁ ଏଠି ଶୀଘ୍ର ମୁଁ ଭଲସେ ଗୋଳେଇ ନେଉଛି। ଦେଖନ୍ତୁ ମୁଁ ଭଲସେ ଗୋଳେଇ ନେଉଛି। ଆପଣମାନେ ପୁରା ଭିଡ଼ିଓ ଦେଖନ୍ତୁ, ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗିବ। ନିଶ୍ଚୟ ଭିଡ଼ିଓ ଭଲ ଲାଗିଲେ ଆପଣମାନେ ଲାଇକ୍ କରିଦେବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ଦେଖନ୍ତୁ ଆଜି ଆମେ ବନେଇବା ସୁଜିରେ କେମିତି ରସଗୋଲା ତିଆରି ହୁଏ। ପୁରା ନରମ ନରମ ସଫ୍ଟ ରସଗୋଲା ଅଛି। ଆପଣମାନେ ପୁରା ଭିଡ଼ିଓ ଦେଖିଲେ ହିଁ ଜାଣିପାରିବେ। ଦେଖନ୍ତୁ ମୁଁ ସୁଜିକି ଭଲସେ ଟାଇଟ୍ କରିକି ମୁଁ ଲଗାଇ ଦେଇଛି। ଦେଖନ୍ତୁ ଯେମିତି ଖଳି ଯାନ୍ତ ଲଗାନ୍ତି ସେମିତି ମୁଁ ଲଗାଇ ଦେଇଛି। ଦେଖନ୍ତୁ ଖଳି ଟାଇପ୍ରେ। ଦେଖନ୍ତୁ ସୁଜିକି ମୁଁ ଭଲସେ ମୁଁ ଟାଇଟ୍ କରିକି ଲଗାଇ ନେଇଛି। ଏବେ ଆମେ ଗୋଟେ ଏଠି ପ୍ଲେଟ୍ ନେଇଛେ, ସେ ପ୍ଲେଟ୍କୁ ଆମେ କାଢ଼ି ନେବା। ସୁଜି ଆମେ ଟାଇଟ୍ କରିକି ଖଳି ଟାଇପ୍ରେ ଲଗାଇଥିଲେ, ରଖିଦେଇଛେ ଗୋଟେ ପ୍ଲେଟ୍କୁ। ରଖିକି ପୁଣି ମୁଁ ଏଥିରେ ଆଉ ଗୋଟେ ପ୍ୟାକେଟ୍ ମୁଁ ଘିଅ ପକାଉଛି। ଦେଖନ୍ତୁ ଆଉ ଗୋଟେ ପ୍ୟାକେଟ୍ ମୁଁ ଘିଅ ପକାଉଛି। ଘିଅ ପକାଇକି ଆମେ ସୁଜିକି ଆମେ ଭଲସେ ଆଉ ଟିକେ ଦଳି ନେବା। ଭଲସେ ଦଳି ନେବା, ପୁରା ସଫ୍ଟ ହେଇଯିବ ଯେମିତି, ପୁରା ଭଲସେ ଦଳି ନେବା ସୁଜିକି। ଦେଖନ୍ତୁ ଭଲସେ ମୁଁ ଦଳି ନେଉଛି। ଯଦି ଅଳ୍ପ କିଛି ଗରମ ଥାଏ, ଆପଣମାନେ ପାଣି ହାତ କରିକି ଭଲସେ ଦଳି ପାରିବେ ସୁଜିକି। ଯେତେ ଦଳି ନେବେ ସେତେ ସଫ୍ଟ ହେବ, ରସଗୋଲା ଭାଙ୍ଗିବନି, ବହୁତ ସଫ୍ଟ ରହିବ। ଦେଖନ୍ତୁ ମୁଁ ଭଲସେ ଦଳି ନେଇଛି। ମୁଁ ଦେଖାଉଛି ଏଠି ଦେଖନ୍ତୁ ଭଲସେ ଦଳି ନେଇଛି। ଏବେ ସାଇଡ଼୍ରେ ମୁଁ ଗୋଟେ ପ୍ଲେଟ୍ ରଖିଛି। ଆମେ ଯେମିତି ଟାଇପ୍ରେ ଆମେ ରସଗୋଲା ବନେଇବା, ବେଶୀ ବଡ଼ କରିବାନି, ଛୋଟ ଛୋଟ ସାଇଜ୍ରେ ବନେଇବା, ଫୁଲିବ ରସଗୋଲା। ଦେଖନ୍ତୁ ମୁଁ ଏଠି ହାତରେ ମୁଁ ଭଲସେ ଗୋଲି କରି ନେଉଛି। ଛୋଟ ଛୋଟ ମୁଁ ଗୋଲି କରି ନେଉଛି। ଦେଖନ୍ତୁ ବଲ୍ ଟାଇପ୍ରେ ମୁଁ କରି ନେଉଛି। କରିକି ମୁଁ ଏଠି ଭଲସେ ସେପ୍ ଦେଇଦେଇଛି। ଦେଖନ୍ତୁ ଏମିତି ଗୋଲ କରି ରଖିଦେଉଛି। ଏମିତି ମୁଁ ଦେଖନ୍ତୁ ଆପଣମାନଙ୍କୁ ଆଉ ଗୋଟେ ବି ମୁଁ ବନେଇକି ଦେଖାଉଛି। ଦେଖନ୍ତୁ ଏମିତି ସେମ୍ ଟାଇପ୍ରେ ଆମେ ବନେଇ ନେଉଛେ ସବୁ। ଦେଖନ୍ତୁ ଏଠି ମୁଁ ପ୍ଲେଟ୍ରେ ସବୁ ବନେଇ ନେଇଛି। ବନେଇକି ମୁଁ ଆପଣମାନଙ୍କୁ ଦେଖାଉଛି ଏମିତି ଟାଇପ୍ରେ ମୁଁ ସବୁ ବନେଇ ନେଇଛି ଗୋଲି। ଦେଖନ୍ତୁ ସେପ୍ ସବୁ ବନେଇ ନେଇଛି। ଏବେ ଆମେ ଆର ପଟେ ଚିନି ଶିରା ରଖିଥିଲେ, ସେଇ ଚିନି ଶିରାକୁ କଢ଼ାରେ ପକାଇକି ଭଲସେ ଆମେ ଫୁଟେଇ ନେଉଛେ। ଟିକେ ଗରମ ହେଇ ଆସିଲା ପରେ, ଫୁଟି ଆସିଲା ପରେ ଆମେ ରସଗୋଲା ଯେଉଁ ବନେଇଥିଲେ ସେଇ ରସଗୋଲାକୁ ଆମେ ଏଇ ଶିରାରେ ପକାଇଦେବା। ଦେଖନ୍ତୁ ସବୁ ରସଗୋଲା ଆମେ ଏଇ ଶିରାରେ ପକାଇ ଦେଉଛେ। ପାଣି ଚିନି ଶିରାଟା ଗରମ କରିକି ରସଗୋଲା ପକାଇବେ, ନହେଲେ ରସଗୋଲା ଭଲ ହେବ ନାହିଁ, ମେଲ୍ଟ ହେଇଯାଇପାରେ। ଆପଣମାନଙ୍କୁ ମୁଁ ପୁରା ଭିଡ଼ିଓ ଦେଖାଉଛି, ଆପଣମାନେ ଜାଣିପାରିବେ। ଦେଖନ୍ତୁ ମୁଁ ରସଗୋଲା ପକାଇକି ମୁଁ ଏଠି କିଛି ସମୟ ପାଇଁ ମୁଁ ଏଠି ଢାଙ୍କୁଣୀ ଘୋଡ଼େଇ ଦେଉଛି। 4ରୁ 5 ମିନିଟ୍ ମୁଁ ଢାଙ୍କୁଣୀ ଘୋଡ଼େଇକି ମୁଁ ଛାଡ଼ି ଦେଉଛି। ତାପରେ ମୁଁ ଢାଙ୍କୁଣୀ ଖୋଲିକି ଦେଖାଉଛି। ଦେଖନ୍ତୁ ଆମର ରସଗୋଲା ଭଲସେ ଫୁଟି ହେଇ ଆସିଛି।
देखंतु केते सुंदर देखा होची टिके फुली हिची भी रसगुल्ला देखंतु खाया पई बहुत टेस्टी हबो हेले छेना रे रसगुल्ला सुजी रे रसगुल्ला टिके डिफरेंट रहिबो आपण मानकु केमिति लागुची वीडियो रे निश्चय जणेबे आपण माने एमिति प्रोसेस रे सुजी रे घरे रसगुल्ला बनै खांतु नरम अछि रसगुल्ला बहुत सॉफ्ट अछि देखंतु खाया पई आपण मानकु बहुत भल लागिबो आपण मानकु वीडियो भल लागिले लाइक कर देबे चैनल को सब्सक्राइब कर देबे वीडियो रखुछु नमस्कार पुणी देखा आगामी वीडियो रे जय जगन्नाथ।